ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇ ଏକାଥରକେ 3 ଜଣ ବାଇକ୍ ଆରୋହୀଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରୁ 2 ଜଣ ନାବାଳକ ଓ ଜଣେ ଯୁବକ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅଞ୍ଚଳ ନଟରାଜ ପେଟ୍ରୋଲ ପମ୍ପ ନିକଟରେ ଏହିପରି ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଥିପାଇଁ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଦୁଃଖର ଛାୟା। ମିଳିଥିବା ସୂଚନା ଅନୁଯାୟୀ ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁ ଗ୍ରାମର ଗୋବିନ୍ଦ ଝୁଡ଼ିଆଙ୍କ 25 ବର୍ଷୀୟ ପୁଅ ନରେନ୍ଦ୍ର ଝୁଡ଼ିଆ, ମୁନା ଝୁଡ଼ିଆଙ୍କ 14 ବର୍ଷୀୟ ପୁଅ ବିପିନ ଝୁଡ଼ିଆ ଓ ଜଗ ଝୁଡ଼ିଆଙ୍କ 15 ବର୍ଷୀୟ ପୁଅ ଟୁନୁ ଝୁଡ଼ିଆ କୌଣସି କାମରେ ଏକ ବାଇକ୍ ଯୋଗେ ଟିକିରି ପଟୁ ଗୋରଖପୁର ଯାଉଥିଲେ। ତେବେ ନଟରାଜ ପେଟ୍ରୋଲ ପମ୍ପ ନିକଟରେ ବେଆଇନ ଭାବେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ଅତି ଜୋରରେ ଧକ୍କା ଦେଇଥିଲା। ତେଣୁ 3 ଜଣ ବାଇକ୍ରୁ ଖସି ଲହୁଲୁହାଣ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଟିକିରି ପୁଲିସ ତୁରନ୍ତ ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିବା ପରେ ଅନ୍ୟ 2 ଜଣକୁ ଅତି ସଙ୍କଟାପନ୍ନ ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି। ଏପରି ହୃଦୟ ବିଦାରକ ଘଟଣା ମହତପୁଟ ଖୁରିଗାଁ ଗ୍ରାମରେ ଶୋକର ମାହୋଲ ସୃଷ୍ଟି କରିଛି। ଏକାଥରକେ 2 ନାବାଳକଙ୍କ ସହିତ 3 ଜଣଙ୍କ ଅକାଳ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି। ଏପରି ଦୁର୍ଘଟଣା ପରେ ରାସ୍ତା ଉପରେ ବେଆଇନ ଭାବେ ଯାନବାହନ ରଖିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।